ଜୟ ଜଗନ୍ନାଥ ଜୟ ଶ୍ରୀରାମ। ୱେଲକମ୍ ଟୁ ହାର୍ଟ ଅଫ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲ୍। ବର୍ତ୍ତମାନ ପାଇଁ ଏମ୍ସିସିର ରେଜିଷ୍ଟ୍ରେସନ୍ ଷ୍ଟାର୍ଟ ହେଇଛି। ବହୁତ ସାରା ପ୍ୟାରେଣ୍ଟସ୍ ମାନେ ପିଲାମାନେ ଭାବୁଛନ୍ତି ଆମର ର୍ୟାଙ୍କ ଏତିକି ଅଛି, ଆମେ ଏମ୍ସିସିରେ ରେଜିଷ୍ଟ୍ରେସନ୍ କରିବୁ ନା କରିବୁନି। ଦେଖନ୍ତୁ, ପ୍ରଥମ କଥା ହେଉଛି ଏମ୍ସିସିରେ ଯେଉଁମାନେ ରେଜିଷ୍ଟ୍ରେସନ୍ କରିବେ ତାଙ୍କର ଟାର୍ଗେଟ୍ ଥିବ ଆଇଦର 15% ଯେଉଁ ଅଲ୍ ଇଣ୍ଡିଆ କୋଟାରେ ଯେଉଁ ଏଭ୍ରି ଷ୍ଟେଟ୍ର 15% ସିଟ୍ ପାଇବା ପାଇଁ, କିମ୍ବା ଜିପ୍ମର କିମ୍ବା ଏମ୍ସ କିମ୍ବା ଡିମ୍ଡ ୟୁନିଭର୍ସିଟି, ମାନେ ସମ୍ କିମ୍ସ ଭଳିଆ ଡିମ୍ଡ ୟୁନିଭର୍ସିଟି ଯେଉଁମାନଙ୍କ ଲୋ ମାର୍କ ଅଛି କିନ୍ତୁ ବଜେଟ୍ ଆଫୋର୍ଡ କରିପାରିବେ, ଡିମ୍ଡ ୟୁନିଭର୍ସିଟି ଏମବିବିଏସ୍ କିମ୍ବା ଡିମ୍ଡ ୟୁନିଭର୍ସିଟି ବିଡିଏସ୍ ପାଇଁ ଟ୍ରାଏ କରିବେ। ଯେଉଁମାନେ ଷ୍ଟ୍ରିକ୍ଟଲି ମୁଁ କହୁଛି, ଯେଉଁମାନେ ଆପଣମାନେ ଗଭର୍ଣ୍ଣମେଣ୍ଟ ଓନ୍ଲି ଆଣ୍ଡ ଓନ୍ଲି ଗଭର୍ଣ୍ଣମେଣ୍ଟ କଲେଜକୁ ଟାର୍ଗେଟ୍ କରୁଛନ୍ତି, ଆଉ ଆପଣଙ୍କ ର୍ୟାଙ୍କ ଯଦି ଭାବୁଛନ୍ତି 40,000 38,000 ଜେନେରାଲ କ୍ୟାଟାଗୋରୀ ଆଉ ଓବିସି କ୍ୟାଟାଗୋରୀ, ଜେନେରାଲ ଓବିସି କ୍ୟାଟାଗୋରୀ ଯଦି ଆପଣ ର୍ୟାଙ୍କ 40,000 38,000 45,000 60,000 ଏଇଭଳିଆ ର୍ୟାଙ୍କ ଅଛି, ଆଣ୍ଡ ଆପଣ ହୋପ୍ ରଖିଛନ୍ତି କି ନା ମୋତେ ଏମ୍ସିସି ଥ୍ରୁରେ ଗଭର୍ଣ୍ଣମେଣ୍ଟ କଲେଜ ମିଳିଯିବ, ଯେଉଁଟାର ଚାନ୍ସ ହେଉଛି ବହୁତ କମ୍। ଏମ୍ସିସି ଥ୍ରୁରେ ଆପଣମାନଙ୍କୁ ଭାବିବେନି କି ମୁଁ ଏମିତି କେଉଁଠି ଗୋଟେ କଲେଜ ଥାଉ ଯେଉଁଠି ମୋତେ କମ୍ ର୍ୟାଙ୍କରେ ବି ଏମିତି ମିଳିଯାନ୍ତା କି, ବଟ୍ ଇୟାର ଚାନ୍ସ ବହୁତ କମ୍। ଆପଣ ଯଦି ମାନେ 30,000 32,000 32,000 34,000 ଏ ପିଲାମାନେ ମେ ବି ୱେଟ୍ କରିପାରିବେ, କିନ୍ତୁ ଯେଉଁମାନେ 40,000 38,000 45,000 50,000 60,000 70,000 ଏଇ ର୍ୟାଙ୍କରେ ଜେନେରାଲ କ୍ୟାଟାଗୋରୀ ଆଉ ଓବିସି କ୍ୟାଟାଗୋରୀ ଆପଣମାନଙ୍କର କେବେ ବି ଗଭର୍ଣ୍ଣମେଣ୍ଟ କଲେଜ ହେବାର ଚାନ୍ସ ବହୁତ ଲେସ୍। ଠିକ୍ ଅଛି, ତେଣୁକରି ଯେହେତୁ ବହୁତ ଲେସ୍, ଆପଣ ସେଇଟାକୁ ନିହାତି ରୂପରେ କନସିଡର କରିବେ କାଉନସିଲିଂ କରିବା ପୂର୍ବରୁ। ଯେଉଁମାନଙ୍କର ଜେନେରାଲରେ ଏତେ ସବୁ ର୍ୟାଙ୍କ ଅଛି କିନ୍ତୁ କିନ୍ତୁ ଜେନେରାଲ ୱିଥ୍ ଗ୍ରୀନ୍ କାର୍ଡ଼, ଜେନେରାଲ ୱିଥ୍ ଏକ୍ସ ସର୍ଭିସ୍, ଜେନେରାଲ ୱିଥ୍ ଏସ୍ଜିଏସ୍ ଏଇଭଳିଆ ଜିନିଷ ଅଛି, ତ ଆପଣମାନେ ଷ୍ଟେଟ୍ରେ ଏ ସବ୍ କାଟାଗୋରୀର ବେନିଫିଟ୍ ପାଇପାରିବେ। ଖାଲି ପିଓର ଜେନେରାଲ ରହିକି ଯଦି ଏତେ ସବୁ ର୍ୟାଙ୍କ ରହିଛି ଜେନେରାଲ ଆଉ ଓବିସି ରହିକି, ତାହେଲେ ଆପଣ ଅଲ୍ ଇଣ୍ଡିଆ କାଉନସିଲିଂରେ ଆପଣଙ୍କର କ'ଣ କେବଳ ଜେନେରାଲ ନହେଲେ କେବଳ ଓବିସି ଲାଗିବ ନା। କିନ୍ତୁ ଷ୍ଟେଟ୍ରେ ଆପଣ ଯଦି ପାର୍ଟିସିପେଟ୍ କରିବେ, ଜେନେରାଲ ଗ୍ରୀନ୍ କାର୍ଡ଼ ଥାଇପାରେ, କାହାର କାହାର ଜେନେରାଲ ଏକ୍ସ ସର୍ଭିସ୍ ଥାଇପାରେ, କାହାର ଜେନେରାଲ କ'ଣ ଆମର ଏସ୍ଜିଏସ୍ ଥାଇପାରେ, କିନ୍ତୁ ଏଇ ଯେଉଁ ଏସ୍ଜିଏସ୍ କାଟାଗୋରୀ, ଏକ୍ସ ସର୍ଭିସ୍ କାଟାଗୋରୀ, ଗ୍ରୀନ୍ କାର୍ଡ଼ କାଟାଗୋରୀ, ଏଗୁଡ଼ାକ ତ ଆପଣଙ୍କୁ ଅଲ୍ ଇଣ୍ଡିଆର କାଉନସିଲିଂରେ ଲାଗୁ ହେବନି ନା। ଆପଣଙ୍କର ଅଲ୍ ଇଣ୍ଡିଆରେ କେବଳ ଜେନେରାଲ, ଓବିସି, ଇଡବ୍ଲ୍ୟୁଏସ୍, ଏସ୍ସି, ଏସ୍ଟି, ପିଡବ୍ଲ୍ୟୁଡି ଏତିକି ପିଲାଙ୍କୁ ଭେରିଫିକେସନ୍ ମିଳିବ। ତେଣୁକରି ଆପଣଙ୍କର ଏଇ ସବ୍ କାଟାଗୋରୀ ଯଦି ଅଛି, ଆପଣ ଷ୍ଟେଟ୍ କାଉନସିଲିଂ ଫଲୋ କରନ୍ତୁ। ଷ୍ଟେଟ୍ କାଉନସିଲିଂରେ ଆପଣ ଯେଉଁ ସବ୍ କାଟାଗୋରୀ ଭିତରେ ଆପଣଙ୍କ ର୍ୟାଙ୍କ କେତେ ଅଛି ସେଇଟା ମାନେ ବହୁତ ମ୍ୟାଟର କରିବ, ବୁଝିପାରୁଛନ୍ତି ତ। କିନ୍ତୁ ଏତେ ର୍ୟାଙ୍କରେ ଆପଣ ଏମ୍ସିସି କାଉନସିଲିଂ ଫଲୋ କରିକି କିଛି ଲାଭ ନାହିଁ ହାୟର ର୍ୟାଙ୍କରେ। ସେମିତି ଏସ୍ସି କାଟାଗୋରୀ ଯେଉଁମାନଙ୍କର ଆପଣଙ୍କର 2 ଲକ୍ଷ ଛାଡ଼ନ୍ତୁ, 2.5 ଲକ୍ଷ 3 ଲକ୍ଷ ଏଇଭଳିଆ ର୍ୟାଙ୍କ ରହୁଛି, ଆପଣଙ୍କୁ ବି ଚାନ୍ସ ଲେସ୍ ରହିପାରେ। ଏସ୍ସି ଏସ୍ଟି ରିଜର୍ଭେସନ୍ ପିଲାମାନେ ଆପଣମାନେ ଫଲୋ କରିପାରନ୍ତି, କାରଣ ନମ୍ବର ଅଫ୍ ଷ୍ଟୁଡେଣ୍ଟ ଉପରେ ଏଇଟା ମ୍ୟାଟର କରୁଛି। ଏସ୍ସି ଏସ୍ଟି ପିଲାମାନେ ଆପଣ ଏମ୍ସିସିରେ ଫଲୋ କରନ୍ତୁ ନ କରନ୍ତୁ ସେ ପଛ କଥା, କିନ୍ତୁ 100% ଷ୍ଟେଟ୍ କାଉନସିଲିଂ ଫଲୋ କରନ୍ତୁ, କାରଣ ରିଜର୍ଭେସନ୍ ଯେହେତୁ ବଢ଼ିଛି ଆମମାନଙ୍କ ପାଇଁ ସୁବିଧା, ତ ନିହାତି ରୂପରେ ଆପଣମାନେ ଷ୍ଟେଟ୍ କାଉନସିଲିଂ ଫଲୋ କରିବେ। ସବ୍ କାଟାଗୋରୀ ପିଲାମାନେ ସବୁ ଷ୍ଟେଟ୍ କାଉନସିଲିଂ ଫଲୋ କର, ଯଦି ର୍ୟାଙ୍କ ଭଲ ଅଛି ତାହେଲେ ଏମ୍ସିସି କାଉନସିଲିଂ ଫଲୋ କର, ନହେଲେ ଆମର ଷ୍ଟେଟ୍କୁ ଚାଲି ଆସ, ମାଡ଼ି ଆସ, କିଛି ଅସୁବିଧା ନାହିଁ। ତାପରେ ଏସ୍ସି ଏସ୍ଟି ପିଲାମାନେ ଯେଉଁମାନେ ଆମେ ରହିଲେ, ଆଉ ରିଜର୍ଭେସନ୍ ବଢ଼ିଛି, ପଳେଇ ଆସ, କିଛି ଅସୁବିଧା ନାହିଁ। ଆଉ ପିଡବ୍ଲ୍ୟୁଡି ପିଲାମାନେ ଆପଣମାନେ ଆରାମରେ ପାର୍ଟିସିପେଟ୍ କରନ୍ତୁ, ଓଜେଇ ପାର୍ଟିସିପେଟ୍ କରନ୍ତୁ। ଏମ୍ସିସିରେ ଯଦି ଆପଣ ଦୂର ବାଟକୁ ଯାଇପାରୁନାହାନ୍ତି ତାହେଲେ ଓଜେଇରେ ପାର୍ଟିସିପେଟ୍ କରନ୍ତୁ। ଓଜେଇରେ ଆମ ଏସ୍ସିବି ଯିବେ, ଡେଟ୍ ବାହାରିବ, ତା ଟିକେ ଆଣିକି ମୁଁ ଆପଣଙ୍କୁ ଭିଡ଼ିଓ ବନେଇବି, ଆପଣମାନେ ସେଥିପାଇଁ ରେଡ଼ି ହେଇକି ରହିବେ, ବୁଝିଗଲା। ଆଉ ଏସ୍ଟି କାଟାଗୋରୀ 4 ଲକ୍ଷ 5 ଲକ୍ଷ ଏଇଭଳିଆ ର୍ୟାଙ୍କ ରହୁଛି, ଆପଣମାନେ ବି ଏମ୍ସିସିରେ ଫଲୋ କଲେ ଆପଣଙ୍କୁ ବିଶେଷ କିଛି ଫାଇଦା ମିଳିବ ନାହିଁ। ଠିକ୍ ଅଛି, ତ ଇଏ ରହିଲା ଗୋଟେ ଛୋଟ ଅପଡେଟ୍, ଗୋଟେ ଆପଣମାନଙ୍କ ପାଇଁ ଛୋଟ ଅପଡେଟ୍ ନୁହଁ, ଗୋଟେ ଆଇଡ଼ିଆ ଗୋଟେ ଆପଣମାନଙ୍କ ପାଇଁ। ଆଉ ଯେଉଁମାନେ ଡିମ୍ଡ ପାଇଁ ଫଲୋ କରୁଛନ୍ତି, ସମ୍ କିମ୍ସ ସେଭଳିଆ ଡିମ୍ଡ ୟୁନିଭର୍ସିଟି ପାଇଁ, ଆପଣଙ୍କ ର୍ୟାଙ୍କ ଖରାପ ରହିଲେ ବି ଆପଣ ଆପ୍ଲାଏ କରନ୍ତୁ, ମାନେ ଆପଣ ମାନେ ଲାଷ୍ଟ ରାଉଣ୍ଡ ପର୍ଯ୍ୟନ୍ତ ୱେଟ୍ କରିପାରିବେ ଆପଣଙ୍କର କଲେଜ ପାଇଁ। ଠିକ୍ ଅଛି, ବର୍ତ୍ତମାନ ପାଇଁ ଲେଟ୍ ନାଇଟ୍ ହେଲାଣି, ରାତି 12:42, ପ୍ରାୟ 1 ପାଖାପାଖି ହେଲାଣି। ତ ମୁଁ ଭାବିଲି ବହୁତ ଜାଗା କନଫ୍ୟୁଜନ୍ ଥିବ, ତେଣୁକରି ଗୋଟେ ଭିଡ଼ିଓଟା ବନିଆ ହେଲା। ଏଇ ଭିଡ଼ିଓକୁ ଏଣ୍ଡ କରୁଛି। ଥ୍ୟାଙ୍କ ୟୁ, ଧନ୍ୟବାଦ।